आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ 5 ଲାଇନ୍ସ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ 5 ଧାଡ଼ିରେ ଜାଣିବା ମହାପୁରୁଷଙ୍କ ଜୀବନୀ ବିଷୟରେ। ଆଉ ଯଦି ମହାପୁରୁଷଙ୍କ ଜୀବନୀ ବିଷୟରେ ଅଧିକା ଜାଣିବାର ଅଛି, ସ୍ପେସିଫିକଲି ଅଧିକା ଜାଣିବାର ଅଛି, ମୋତେ କମେଣ୍ଟରେ ଜଣେଇବେ। ତାଙ୍କ ବିଷୟରେ ଆମେ ଲମ୍ବା ଭିଡ଼ିଓ ଆଣିବା ଆଉ ସେ ଲମ୍ବା ଭିଡ଼ିଓ ଓଡ଼ିଆ ପାଠଶାଳା ଫର୍ ୟୁ ଚ୍ୟାନେଲରେ ପବ୍ଲିଶ ହବ। ହେଲା, ତାହେଲେ ଆମେ ଯିବା ଆଜି ଜାଣିବା ଆଉ ଜଣେ ମହାପୁରୁଷଙ୍କ ବିଷୟରେ 5 ଧାଡ଼ିରେ। ରଙ୍ଗନାଥ ମିଶ୍ର 25 ନଭେମ୍ବର 1926 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତର 21ତମ ପ୍ରଧାନ ବିଚାରପତି ଥିଲେ। 25 ସେପ୍ଟେମ୍ବର 1990 ମସିହାରୁ 24 ନଭେମ୍ବର 1991 ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସେ ଜାତୀୟ ମାନବ ଅଧିକାର ଆୟୋଗର ପ୍ରଥମ ଅଧ୍ୟକ୍ଷ ମଧ୍ୟ ଥିଲେ। ସେ 1998 ମସିହାରୁ 2004 ମସିହା ମଧ୍ୟରେ କଂଗ୍ରେସ ପାର୍ଟିରୁ ରାଜ୍ୟସଭାରେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ। ସେ 13 ସେପ୍ଟେମ୍ବର 2012 ମସିହାରେ ମୃତ୍ୟୁବରଣ କରିଥିଲେ। ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ନମସ୍କାର।